और कुछ गाना गाऊंगी, तो पसंद आए तो लाइक कीजिए और सपोर्ट में। थैंक्स फॉर ज़िंदगी में कोई भी सफ़र सरल नहीं होता है, लेकिन ज़िंदगी को हमको बेहतर बनाना पड़ता है। पीछे से कोई भी आपका टांग खींचेगा, लेकिन आपको उसको ध्यान नहीं देना है, आपको आगे बढ़ना है। और जब सामने की बात आई हो तो उसमें कोई छोटा बड़ा नहीं होता है। जब अपने जान के ऊपर या अपने फैमिली के ऊपर आया हो तो उसमें कोई भी मतलब जो बोलते हैं वो छोटा है, मुंह ज़्यादा करता है, वो सब में मत नहीं ध्यान देना है। और फिर बस वही बात है, मैं बोलती हूँ किसी भी बात को नहीं सुनकर अनसुना करके आगे बढ़ना है। ठीक है, मैं गाना गाऊंगी, पसंद आई तो लाइक कीजिए। जगन्नाथ तुमे परम ब्रह्म, जुगे जुगे सत्य सनातन, भगत निश्चल तुमे भगवान, दिया है तुम्हारा सत ज्ञान। तुम्हें राम तुम्हें श्याम तुम्हें नारायण, तुम्हें गीता भागवत तुम्हें पारायण। जगन्नाथ तुम्हें परम ब्रह्म, जुगे जुगे सत्य सनातन। ଏତିକି ସଙ୍ଗ ଗାଇଛି ଆଉ କିଛି ଗାଇବି, କିଛି କହିବି, ତେଣୁ ମୁଁ ଆଉ କିଛି କହିପାରିବିନି। ଗୋଟେ ପ୍ରଭୁ ଜଗନ୍ନାଥଙ୍କର ଆଉ ମାତା ଆଦିଶକ୍ତି ବାବା ଶିବଙ୍କର, ବାବା ଆଖଣ୍ଡଳମଣିଙ୍କର ଆଶୀର୍ବାଦ ରହିଛି, ତେଣୁ ମୁଁ ଆହୁରି ବି ଆଗେଇ ଚାଲିବି। ଆଉ ପ୍ରଥମେ ମୋର ଯାହା ବି ସବୁ ମୁଁ ଆଜି ମାନେ ଏସବୁ ଯେଉଁ କରୁଛି, ମାନେ ଆଗକୁ ବଢ଼ି ଚାଲିଛି ଆଉ ସପୋର୍ଟ ମୋତେ ମିଳି ଚାଲିଛି। ଆଉ ମୋ ଚ୍ୟାନେଲ୍ ବି ବହୁତ ସପୋର୍ଟିଂ କରୁଛନ୍ତି, ସେଥିପାଇଁ ମୋର କେବଳ ମୁଁ ବାବା ଆଖଣ୍ଡଳମଣି ମା ଆଦିଶକ୍ତିଙ୍କୁ ମୋର କୋଟି କୋଟି ପ୍ରଣାମ। ଆଉ ସବୁବେଳେ ମୋ ସାଥିରେ ଅଛନ୍ତି, ଆଉ ସେଥିପାଇଁ ମୁଁ ଆଗେଇ ଚାଲିଛି। ଆଉ ଯେତେ ଦୁଃଖ ଥିଲେ ବି ମୋତେ ସବୁବେଳେ ମୁଁ ଖୁସିରେ, ଆଉ ମୋ ଉପରେ ଫେସ୍ ଉପରେ ସବୁବେଳେ ସ୍ମାଇଲ୍ ହେଇଥିବ। କେବେ ଆପଣ ଜାଣିପାରିବେନି ଯେ ମୋର କେତେ ଦୁଃଖ ଅଛି। ତେଣୁ ଦୁଃଖ ଦର୍ଦ ତ କେହି ବାଣ୍ଟି ପାରିବେନି, ତେଣୁ ମୋର ଯେତିକି ଦୁଃଖ ଦର୍ଦ ଅଛି ମୁଁ ସେଟାକୁ କେବେ ସାମ୍ନାକୁ କାଢ଼ି ନାହିଁ। ଆଉ ସବୁବେଳେ ଦେଖିବେ ଆପଣମାନେ ମୋ ଭିଡ଼ିଓରେ ମୁଁ ସବୁବେଳେ ହସିକି ହିଁ ଭିଡ଼ିଓ କରିଛି, ସବୁବେଳେ ମୁହଁରେ ସ୍ମାଇଲ୍। ତେଣୁ ମୋର ଦୁଃଖ ଭରା ନାହିଁ, କିନ୍ତୁ ଜୀବନରେ ମୋର ବହୁତ ଷ୍ଟ୍ରଗଲ୍ ବି କରିଛି ମୁଁ ନିଜେ। ଆଉ ତେଣୁ ବହୁତ ମୁଁ ଛୋଟରୁ ବଡ଼ ହେଲିଣି, ବହୁତ ଦୁଃଖ ଦର୍ଦ ମୁଁ ଦେଖିଛି, ନିଜେ ଫିଲ୍ କରିଛି, ନିଜ ସହିତ ହେଇଛି। ତେଣୁ ମୁଁ ସେଥିପାଇଁ ମାନେ କେଉଁଟା ବି ମୁଁ କାହାକୁ ସେୟାର କରେ ନାହିଁ, କେବଳ ଭଗବାନଙ୍କ ଛଡ଼ା। ତେଣୁ ମୋର ଏତିକି ପ୍ରଭୁଙ୍କୁ ଆସିବ। ମୁଁ ତେଣୁ ଏମିତି ବି ଖୁସିରେ ଥିବି, ଆପଣମାନେ ସପୋର୍ଟ କଲେ ମୁଁ ଏମିତି ହିଁ ଆଗେଇ ଚାଲିବି। ଆଉ ଆଗକୁ ବି ବହୁତ କିଛି ମୁଁ ଭିଡ଼ିଓ ବନେଇବି, ଲାଇଭ୍ରେ ଆସୁଥିବି। ଯଦି ଆପଣମାନେ ମୋତେ ପସନ୍ଦ କରୁଛନ୍ତି ତେବେ ମୁଁ ନିହାତି ଭାବରେ ଲାଇଭ୍ରେ ନିହାତି ଆସିବି। ନମସ୍କାର, ମୁଁ ମମତା ରହୁଛି।